ଚଇତା ଇଏ ସରିବ ନା ଆଜି ଏଇ ମୋର ଏଇ 4 ଗୁଣ୍ଠିଆଟା ସରିଗଲା ଆଉ ସେ 13 ଗୁଣ୍ଠିଆଟା ଦେଖିବା ରବିବାର ଦିନ ବାନ୍ଧିଦବା ଆଉ। ନା ମୋର ଆଚ୍ଛା ଭାଇ ଏ ବନ୍ଧାବନ୍ଧି ଆଜି ସରିବ ତ? ହଁ ଆଜି ତ ସରିଯିବ। ଆଜି ସରିଯିବ କାଇଁ କଣ ହେଲା ଆମେ କାହାର କାମକୁ ଯାଉନା ଆମର ବଦଳିଆରେ ସିଏ ମୋର ବାନ୍ଧି ଦଉଛି ମୁଁ ତାର ବାନ୍ଧି ଦଉଛି ଏମିତି ଆମର ଚାଲିଛି ଲୋକ ବାକ ମିଳୁନାହାନ୍ତି ଆମର ଏପଟେ କଣ କହୁଥିଲେ ସାର୍? ଲୋକ ଠିକ କରିବାକୁ ଆସିନି ଆଜ୍ଞା ଏ ବିଲଟା ବାବାଜୀ ସ୍ୱାଇଁ ଠାରୁ ଆମ ମଝିଆ ଟୋକା କିଣିଛି। ଆବେ ଚଇତା ବିଲ ବିକି ଦେଇଛ ତମର? କାଇଁ ନାହିଁ ତ ତମକୁ ଶୁଣିକି ତାଜୁବ ହେଇଯାଉଛ। ଆରେ ଭାଇ ବିଲ ଆଙ୍କର ହଁ ମୁଁ ବଦଳିଆ ହେଇଛି ମୋ ସାଙ୍ଗ ସିଏ ଚଇତା ମୁଁ ଫକୀରା ତମକୁ ବାବା ସ୍ୱାଇଁ ଇଏ ତ ବିଲ ମାଲିକ ଆ ବାପାଙ୍କର ନାଁରେ ବିଲ। ଶୁଣ ଭାଇ 15 ଦିନ ହେଲା ବାବାଜୀ ସ୍ୱାଇଁକି ମୋ ମଝିଆ ଟୋକା 10 ଲକ୍ଷ ଟଙ୍କା ଦେଇକି ଜମି କିଣିକି ସେ ଅଲରେଡି ଦୁବାଇ ପଳେଇଲେ। ତମର ଡାଉଟ ହଉଛି? ଆଜ୍ଞା ପେପର ଦେଖିଲେ ଠିକ ହବ ତ? ନାଇଁ ଆପଣଙ୍କର ପେପର ଦେଖିବା ଦରକାର ନାହିଁ ଆପଣଙ୍କର ରେଷ୍ଟି ହେଇଯାଇଛି। ରେଷ୍ଟ୍ରି ହେଇନି ଆଉ ରେଷ୍ଟି ହେଇନି ତମେ କୋଉ ହିସାବରେ କହୁଛ? ସେଟା ଆମର ବସିକି କାଗଜ ପତ୍ର ମଲା ବାବା ସ୍ୱାଇଁ ବର୍ତ୍ତମାନ ସେ ଖଣ୍ଡିକୁ ତମକୁ ଦେଖେଇକି ଆଉ 10 ଲକ୍ଷ ଟଙ୍କା ନେଇଯିବ ତମେ କଣ ଆସି ସେଠି ତାକୁ କହିବ ଯେ ତମେ ଧାନ ଉଠା ମୁଁ ଏଠି ଘର କରିବି? ତମେ କେଡେ ମୂର୍ଖ ଲୋକ ଦେଖିଲ। ତମେ ଠିକ କଥା କହୁଛ ଯେ ନାଇଁ ଭାଇ ତମେ ପାଠ ସାଠ ପଢିଛ ଟି? ପାଠ ସାଠ ପଢିଛି ବୋଲି ତ ମୋ ଭାଇକି ମୁଁ ଦୁବାଇ ପଠେଇଛି କିନ୍ତୁ ବାବାଜୀ ସ୍ୱାଇଁ ଯୋଉ କାଗଜରେ ଲେଖି ଦେଇଛି କହିଲା ତମେ ଏଠି ଘର କରିବ ଆଉ ଘର କରି ସାଇଲା ପରେ ଆମର ରେଷ୍ଟ୍ରି ହବ। ଦେଖିଲୁ ଫକୀରା କି କଥା ବାବା ସ୍ୱାଇଁ କଣ କୋର୍ଟ ପେପରରେ ଲେଖିଦେଲା ନା କୋଉ ପେପରରେ ସେ କଣ ଜଜ ନା କଣ? ବାବା ସ୍ୱାଇଁ କିଏ? ବାବାଜୀ ସ୍ୱାଇଁ ତମ ଅଞ୍ଚଳର ଗୋଟେ ନାମୀ ଦାମୀ ବଡ ଲୋକିଆ ତାରେ ଗୁଣ୍ଠେ ଜମି ଅଛି ଏ ଚକରେ କହିଲା ଏ ଚକଟା ଯେତେ ଦେଖିବ ସବୁ ମୋର ଆଉ ସିଏ 10 ଲକ୍ଷ ଟଙ୍କା ମୋ ଭାଇଠୁ ନେଇଛି ଆଉ ଅବଶିଷ୍ଟ ମୋ ଭାଇ ଯାଇଛି ଦୁବାଇ ପଇସା ଆଇଲେ ଏଇଟା ଆମର ରେଷ୍ଟ୍ରି ହବ କହିଲା ଯେତିକି ପଇସା ହେଇଛି ତମେ ନିୟତାଟି ଘର କର ତେଣୁ କରି ଧାନ ଫାନ ବନ୍ଧା ଖାଇଲେ ଆମେ ଏଠି ଘର ଆରମ୍ଭ କରିବୁ। ମୁଁ କଣ ଅବିଶ୍ୱାସୀ କଥା କହୁଛି ଆମ କାଗଜ ପତ୍ର ଅଛି ତମେ ସବୁ ଦେଖିବ। ଏ ଭାଇ ଶୁଣ ତମ ମୁଣ୍ଡ ପୁରା ତମର ମୁଣ୍ଡ ଦୋଷ ଅଛି ତମ ଭାଇର ପୁରା ମୁଣ୍ଡ ଦୋଷ ଅଛି। ତମେ ଗୋଟେ କାମ କର ବାବା ସ୍ୱାଇଁ କି ଯାହା ପଚାରିବ ଏ ଗାଁରେ ବାବା ସ୍ୱାଇଁ କି ଛାଡିକି ଆଉ 2-4 ଜଣ 10 ଜଣ 100 ଜଣ ଯାହାକୁ ପଚାରିବ ଏ ଜମିକାର ସିଏ କହିଦେବେ। ତମେ କେମିତି ମୂର୍ଖ ଭଳିଆ ଜମିର ପଟା ପାଉତି ଦେଖିବାର ନାହିଁ କିଛି ନାହିଁ କହୁଛ ଜମି ଜମି ବି ମୋ ନାଁରେ ନାହିଁ କି ମୋ ବାପା ନାଁରେ ବି ନାହିଁ ମୋ ଜେଜ ନାଁରେ ଜମି। ତମ ଜେଜ ନାଁରେ ଜମି ବାବାଜୀ ସ୍ୱାଇଁ ଆମ ନାଁରେ ଲେଖି ଦେଇଛି କହିଲା ତମେ ଘରେ କଲେ ମୁଁ କାଗଜ ପତ୍ର ତାପରେ କରିବି ଏଟା କେମିତି ସମ୍ଭବ? ଆଉ ଭାଇ ଆଜିକା ଡେଟରେ ଆଉ ଲୋକ ମୂର୍ଖ ଅଛନ୍ତି? ଏତେ ଡିଜିଟାଲ ଯୁଗ ହେଲାଣି ତମେ ନେଟରେ ବି ଦେଖିପାରନ୍ତ ସେ ଜମି ଏଇ ଜମି ଅଛି କଣ ଅଛି। ସରକାର ଏତେ କଲେ ଗୋଟେ ଜନସେବା କେନ୍ଦ୍ର କରିଛନ୍ତି ସେଠି ବା ମାରିଦେଲେ ବାହାରିଯିବ। ଘର ଘର ଜନସେବା କେନ୍ଦ୍ର ଖୋଲିଗଲାଣି। ସେ ତ କାଗଜ ପତ୍ର ତ ଆମ ନାଁରେ କଲା କହିଲା ତମେ ଘର କର ସେଠି କିଏ ଜଣ ଧାନ ବାନ୍ଧୁଛନ୍ତି ତାଙ୍କର 2-3 ଦିନ ଭିତରେ ସରିଯିବ ଅବେ ବିଲ ଶୁଖିଗଲେ ଗୋଡି ବାଲି ଆଣି କାମ ଆରମ୍ଭ କର। ତମେ ଯା ଭାଇ ଶୁଣ ଆଉ ମୁଣ୍ଡ ଟେନସନ କରନା ଆର ପୁଣି ଭାଇ ଫାଇ ଦାଦା ପୁଅ ଭାଇ ବଡାପା ପୁଅ ଭାଇ ଆଙ୍କର ପୁଣି ଏଇ ଇଜିମାଇଲି ଜାଗା ସେମାନେ ଆଇଲେ ବାଡିଆ ପିଟା କରିବ ତମେ ଯା ବାବା ସ୍ୱାଇଁ ସାଙ୍ଗରେ ଭଲସେ କଥା ହବ ତାପରେ ସିଏ ଯାହା କହୁଛି ସେଇ ଅନୁସାରେ ଲୋକ ବାକ ପଚାରିକି ତମ ନାଁରେ ଯେତେବେଳେ କାଗଜ ପତ୍ର ଦେଖେଇଦବ ଏଇଟା ତମ ଜାଗା ସେଇନ ଆସିକି ଘର କରିବ କାଇଁ ବେକାର ଯୁକ୍ତି କରୁଛ ତମେ ଗଲ ଆମର ଟାଇମ ବାବାଜୀ ସ୍ୱାଇଁ ଜମି ନୁହଁ। ଆରେ ଭାଇ ଏ ଚକେରେ ତାର ଗୁଣ୍ଠେ ନାହିଁ ସିଏ ଏଇ ଜମିକି 20 ଜଣଙ୍କୁ ବିକେଇ ଦେଇଥବ ଦେଖେଇ ମତେ ବା ଦେଖେଇଲା କହିଲେ ଏଇ ଜମିଟା ପୁରା ଆସିଲା ଠିଆ ହେଲା କହିଲେ ଏଇଠୁ ଥିବ ଧାନ କଟା ହେଇଛି 2ଟା ମୂଲିଆ ମୋର ଯାଇଛନ୍ତି ବାନ୍ଧି ସାଇଲା ପରେ ତମେ ଏଠି ମାଟି ପକେଇ ଘର କରିବ। କି ଏଇଆ କଥା ଦେଖିଲୁ 2ଟା ମୂଲିଆ ବାବାଜୀ ସ୍ୱାଇଁ କି ଫୋନ ଲଗେଇବ ଅବିକା ଲଗଉନ ଲଗା ତାର ସହ ଏନଗେଜ ଯାଉଛି ସେ ଆଉ ନାଗିବନି। ଯା 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 ଭାଇ ବଡ ଭାଇ ତମକୁ ଆମେ ବାନ୍ଧିକି ଆମେ ଯିବୁ। ବାବାଜୀ ସ୍ୱାଇଁ ଘର ପାଖରେ ତମ ଘର ସେ ଘରେ ଥିବ ଅବିକା ଯା ଦେଖ ଆମର ତା ସାଙ୍ଗରେ ପଡେନି ଏତେ ତମେ ଯା ଆମେ ସେ କହିଲା ମୋ ମୂଲିଆ 2ଟା ଯାଇଛନ୍ତି ମୋ ବିଲକୁ ଆଉ ସେ ବନ୍ଧାବନ୍ଧି ସାରିବେଣି ଦେଖିକି ତମେ ଜାଗାଟା ଆଇଲେ ତମେ ବାଲି ବାଲି କାମ କରିବ ମୁଁ କଣ କରି ତା ପାଖକୁ ଯିବି। ତମେ ଯା ତମେ ତମର କଥାବାର୍ତ୍ତା ହୁଅ ଆମକୁ ସେଥିରେ ପୁରେଇବନି କହିବ ସେ ଚଇତା ଫକୀରା କିଏ ବିଲରେ ଥିଲା ଆମକୁ ବିଗିଲେ ଆମେ ପଳେଇ ଯାଇଛୁ ତମେ କଣ ବୁଝିବା କଥା ବୁଝ ତାକୁ ଯା କହିବ ଏଠି ଆମକୁ ଗପ କୁହନି ତମେ ଗଲ ଭାଇ ଦୟାକରି ତମେ ଯା ଆମର ଲେଟ୍ ହଉ ଭାଇ ବାନ୍ଧିଲେ ପୁଣି ଦୁନିଆ ଆଡେ ଆମେ ଯିବୁ। କଣ ଯୁଗ ହେଲା ରେ ଏଡେ ଟାଉଟର ସିଏ ମାମୁଁ ମୋର ଆକୁ ପୁଣି ଚୂନ ଲଗେଇ ଦେଇଛି କଣ କରିବି। ନାଇଁ ନାଇଁ ସେ ଗୋଟା ଯୋଉ ତା ସମୁଦି ଯୋଉ କହୁନଥିଲା ସେଇଦିନ ଆ ଭାଇ ବୋଧେ ଆଇଥିଲା ଆଉ। ଆଚ୍ଛା ଏଠି ବାବାଜୀ ସ୍ୱାଇଁ ଘରଟା କୋଉଠି କହିଲେ? ସେଇଠି କହିଛନ୍ତି। ଏ ଗୋଟେ ବାବାଜୀ ସ୍ୱାଇଁ ଘର ନା କଣ ଦେଖିବା ଆଉ ଏଡେ ବଡ ଘରଟା ଦେଖାଯାଉଛି ଏ ଗୋଟେ ବୋଧେ ବାବାଜୀ ସ୍ୱାଇଁ ଘର ନା କଣ। ବାବାଜୀ ବାବୁ ଘରେ ଅଛ? ବାବାଜୀ ବାବୁ
ହଁ ସେ ଖୁଆଟା କାନ୍ଧଟା ହଁ ହଁ ଏବେ ପେଣ୍ଡାଟା ତଳ ପେଣ୍ଡା ଗୁଡି ଆଣିବନି ଏବେ ଗୁଡି ରାଣୀହାଟ ଛକରୁ ଆଜି ଗୁଡି ଯାହା ବି ହେଲେ ଆଜି ଆସିବ ହେଲା ମାଞ୍ଜା ସୂତା ଆଣିବ ଆମେ କମ୍ପିଟିସନ ପକେଇ ଗୁଡି କାଟିବୁ ପୁରା ମାଞ୍ଜା ସୂତାରେ କୋଉଠି ବେକ ଫେକ କାଟିବ କଣ କରିବ ସେଇଠୁ ବାବା ସଙ୍ଗେ ନେଇ ଥାନାରେ ପୁରେଇବ ସେ ଗୁଡାକ ହବନି ଆଉ ନଟେଇ ଆଣିବ ହଁ ନଟେଇ ଦିଆହବ ପ୍ଲେନ ସୂତା ଆସିବ କୋଉଠୁ କାବୁଲି ଦୋକାନରେ ମୁଁ କହିଦେଇଥିବି ପ୍ଲେନ ସୂତାରେ ଗୁଡି ଉଡେଇବ ହେଲା ବ୍ୟସ୍ତ ହୁଅ ନା ପେଣ୍ଡା କାବୁଲି ପୁଅ ବାବୁଲି ପୁଅ କେଉଁ କୁଳୁକୁ ନୁହନ୍ତି ଏଗୁଡାକ ଖାଲି ଖାଇକି ବୋଧମା ହେଲେ ହଁ ଭଲ ଲାଗିବ ଓ ଶୀତ ଦିନେ ଯୋଉ ହଉଛି ଅବସ୍ଥା ଏଇଥିରେ ଆମ ସେ ରତନା କହୁଥିଲା ସୁଇଜରଲ୍ୟାଣ୍ଡ ଯିବାକୁ ମରିଥାନ୍ତି ସିଆଡେ ମୁଁ ଯାଇକି ଶୀତ ଦିନେ ଗୋଡ ହାତ ଯୋଉ ଗଣ୍ଠି ଦରଜ ହଉଛି ଓ କି ଆରାମେ ହଁ ଏକର ଖୁଆ ହଁ ଓ ଏଇଠି ଶୋଇ ପଡିବି ଅବିକା ଆଉ ଓ ବାବାଜୀ ବାବୁ ନମସ୍କାର। ହଁ କଣ ହେଇଛି କୁହ ବାବାଜୀ ବାବୁ ଆପଣ ଯୋଉ ଆମ ଭାଇ କି ଯୋଉ ଜାଗା ବିକ୍ରି କରିଦେଲେ ହଁ ତା କାଗଜ ପତ୍ର ଉଠ ନା କୋଉ ଭାଇ କିଏ କହିଲ ଯୋଉ 10 ଲକ୍ଷ ଟଙ୍କା ଦେଇ ଦୁବାଇ ଯାଇଥିଲା କହିଲା ମୋ ଭାଇ ପଠେଇବି ଜାଗା ଦେଖିବ ଏଇ କାଗଜ ପତ୍ର ଦେଖିଲେ ଓହୋ ହଁ କଣ ହେଲା ସବୁ ତମେ କାମ ଆରମ୍ଭ କରିନ ଆପଣ ଯୋଉ କହିଥିଲେ ଜାଗା ମୁଣ୍ଡକୁ ଯିବା ପାଇଁ ହଁ ସେଠି ଚଇତା ଫକୀରା କିଏ ଦିଟା ପିଲା ହଁ ସେ ଧାନ ବାନ୍ଧୁଛନ୍ତି ହଁ ମୁଁ ତାଙ୍କୁ ପଚାରିଲି ହଁ ମୁଁ କହିଲି ଏ ଜାଗାଟା ଆମେ ବାବାଜୀ ସଇଁଠାରୁ କିଣିଛୁ ହଁ ଆଉ ତମର କେବେଟା ବନ୍ଧାବନ୍ଧି ସଇଲେ ହଁ ଆମେ ଘର ଆରମ୍ଭ କରିବୁ ହଁ ସିଏ ଆମକୁ ଯୋଉ ମାରେ ନ ମାରେ ସିଏ ହଁ। କହିଲା ବାବାଜୀ ସଇଁରେ ଏଇଠି ଗୋଟେ ଇଞ୍ଚି ବି ଜାଗା ନାହିଁ ସିଏ କଣ ତମକୁ 10 ଲକ୍ଷ ଟଙ୍କା ନେଇକି ଜାଗା ଦବ ସେଟା ଛୋଟ ଲୋକ ଗୁରାକ ତମେ ତାଙ୍କ କଥା କାହିଁ ଶୁଣୁଛ ତମେ କାଲି ତୁରନ୍ତ ପକା ନାଇଁ ତ ପରଦିନ ବାଲି ଗୋଡି ସିମେଣ୍ଟ ସବୁ କଥା କର ଏକାଥରେ କାମ ଆରମ୍ଭ କର ନାଇଁ ମୋ ଭାଇ ଫୋନ କରିଥିଲା ହଁ। କହିଲା ସେ ଯଦି ଜାଗା ନ ଦେବେ ହଁ। ତାଙ୍କୁ ପଇସା ନେଇଆସିବୁ ମୋ ପଇସା ମତେ 10 ଲକ୍ଷ ଟଙ୍କା ଫେରେ ଯେ ଆମର ଜାଗା ଫାଗା ଦରକାର ନାହିଁ ଆଉ ପଇସା ନବ ଇଏ ବାବା ସହି ପକେଟକୁ ଯୋଉ ପଇସା ଆସେ ଥରେ ସେ ପଇସା ଫେରେ ନା ଆଉ ଏଇଟା ମନେ ରଖିଥବ ପଇସା ନବ ପଇସା କିଛି ନାହିଁ ସେ ଯୋଉ 2 ଜଣ ସେ କାହିଁ ଆମକୁ ଜାଗା ସେଠି ଦଉନାହାନ୍ତି ସେଗୁଡାକ କଥା କାହିଁ ଶୁଣୁଛ ତ ତମକୁ ତ ମୁଁ କହିଲି ଘର କାମ ଆରମ୍ଭ କର ଯଦି ଆମେ ଘର ନ କରିପାରୁ ଥାନା ନେଇ ସବୁ କାଗଜ ଦେଖ ଥାନା ଫାନା ଜମା ବାବା ସଇକି ଦେଖେଇବୁନି ଏଇ ଦେଖୁଛୁ ତ ଦେଖୁଛୁ ଫୁଟାଇ ଦେବି ପୁରା ମୋ ଭାଇ ଫୋନ କରିଥିଲା ହଁ କହିଲା ଜାଗା ନିହାତି ଦରକାର ଘର ଆମର ହବ ଏଇ ତୁ ବହୁତ କଥା କହୁଛୁ ଅନେଇଲୁ ଏଇଟା ଦେଖୁଛୁ ବମ ସୁତୁଲି ବମ ଫୋପାଡ଼ିବି ଏମିତି ପୁରା ଘର ଲୋକ କେହି ଚିହ୍ନି ପାରିବେନି ହେଲା ମୁଣ୍ଡ ନାଗିଥିବ କୋଉଠି ଜାଣିଛୁ ଓ ସେ ଚାକୁଣ୍ଡା ଗଛରେ ଗରି ନାଗିଥିବ ଓ ସେ ତାଳ ଗଛରେ ଯାଇ ନାଗିଥିବ ପୁରା କିନବିନି ହେଇଯାଇଥିବ କେହି ପତା ହତା ପାଇବେନି ଏଠି ଆଇଲା ବାବା ସହି ଆଗରେ ଆସିକି କଥାବାର୍ତ୍ତା କଲା ମୋଡା କଣ ଫଲସରେ କାଗଜ ପତ୍ର ଉପରେ 10 ଲକ୍ଷ ଟଙ୍କା ନେଇଯାଇଛନ୍ତି ନା କଣ ଦେଖିବା ଭାଇକି ଫୋନ ନିକାଲ ବାବା ସହି ଆଗରେ ଆସି ଏଠି କଥାବାର୍ତ୍ତା କଲେ ଆବେ ବାବା ସହି ଦିମାଗ ଟା ଦେଖ ହେଲା ତମେ ସବୁ ଏମିତି ସକାଳୁ ଆସିବ ସବୁ ବାବା ସହି ପାଖରେ ବସିଲେ ସିନା ସବୁ କିଛି କିଛି ଶିଖିବ ପ୍ଲାଷ୍ଟିକ ବନ୍ଧୁକରେ କେତେ ଖେଳ ମୁଁ କରିଦେଇଛି ହେଲା ଯେ ମୋଡ ତମ ବୁଢୀ ଆସିବ ପୁଣି ଆଜି